ପିଲାମାନେ ଆଜି ଆମେ ନଈବଢ଼ିର ଓଡ଼ିଆ ରଚନାଟିକୁ ଭଲ ଭାବରେ ପଢ଼ିବା ଏବଂ ବୁଝିବା। ପ୍ରଥମେ ଆମେ ନଈବଢ଼ିର ଉପକ୍ରମ ପଢ଼ିବା। ନଈବଢ଼ି ସାଧାରଣତଃ ଆଷାଢ଼ ମାସ ଶେଷ ଠାରୁ ଭାଦ୍ରବ ମାସ ଭିତରେ ହୋଇଥାଏ। ଏହି ମାସ ମଧ୍ୟରେ ନଈର ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଥାଏ। ସେହି ବର୍ଷା ପାଣି ଗଡ଼ି ଗଡ଼ି ଆସି ନଈରେ ମିଶିଲେ ନଈବଢ଼ି ହୁଏ। ନଈବଢ଼ି ସମୟରେ ନଈର ଦୃଶ୍ୟ ଦେଖିଲେ ଭୟ ଲାଗେ। ନଈବଢ଼ିର ଦୃଶ୍ୟ। ନଈବଢ଼ି ପୂର୍ବରୁ ନଈର ପାଣି ନିର୍ମଳ ଥାଏ। ନଈବଢ଼ି ସମୟରେ ନଈର ପାଣି ଗୋଳିଆ ଦେଖାଯାଏ। ଗୋଳି ପାଣି ସହିତ ମେଞ୍ଚାଏ ମେଞ୍ଚାଏ ଫେଣ ଭାସି ଆସୁଥାଏ। ବେଳେ ବେଳେ ଫେଣ ସହିତ କାଠି, କୁଟା ଓ ପତ୍ର ଇତ୍ୟାଦି ଭାସି ଯାଉଥିବାର ଦେଖାଯାଏ। ନଈର ପ୍ରଖର ସୁଅରେ ଘରଦ୍ୱାର, ଗୋରୁଗାଈ ଓ ବଡ଼ ବଡ଼ ଗଛ ଭାସିଯାଏ। ସେହି ସମୟରେ ନଈର ତୋଡ଼ ଦେଖିଲେ ଛାତି ଥରି ଉଠେ। ଏହି ନଈବଢ଼ି ସମୟରେ ଲୋକମାନେ ଘରଦ୍ୱାର ଛାଡ଼ି ଉଚ୍ଚ ଜାଗାରେ ଆଶ୍ରୟ ନିଅନ୍ତି। ନଈର ବନ୍ଧ ଭାଙ୍ଗି ଚାରିଆଡ଼େ ଜଳମଗ୍ନ ହୋଇଯାଏ। ଜଳ ମଧ୍ୟରେ ଥିବା ଗାଁଗୁଡ଼ିକ ଦୂରକୁ ଗୋଟିଏ ଗୋଟିଏ ଦ୍ୱୀପ ପରି ଦେଖାଯାଏ। ଲୋକମାନେ ଖାଇବାକୁ ପିଇବାକୁ ନ ପାଇ ବହୁତ ହଇରାଣ ହୁଅନ୍ତି। ନଈବଢ଼ି ସମୟରେ ନାଉରୀମାନେ ଡଙ୍ଗା ନେଇ ଲୋକମାନଙ୍କୁ ଉଦ୍ଧାର କରିବାକୁ ଭୟ କରନ୍ତି। ନଈର ଏହି ଭୟଙ୍କର ରୂପ ଦେଖିଲେ କେହି ନ ଡରିବ ବୋଲି କଥା ନାହିଁ। ହେଲିକପ୍ଟର ଦ୍ୱାରା ଚୁଡ଼ା, ଗୁଡ଼ ଇତ୍ୟାଦି ଉପରୁ ପକାଇ ଲୋକମାନଙ୍କୁ ଯୋଗାଇ ଦିଆଯାଏ। ନଈବଢ଼ି ସମୟରେ ଏହି ଦୃଶ୍ୟ ଦେଖିଲେ କାହାରି ଆଖିରେ ଲୁହ ରହିବ ନାହିଁ। ନଈବଢ଼ିର ଉପକାରିତା। ବଢ଼ିପାଣି ଯେଉଁ ଜମିରେ ମାଡ଼େ ସେଠାରେ ପଟୁମାଟି ପଡ଼େ, ତେଣୁ ଜମି ଉର୍ବର ହୁଏ। ବଢ଼ିପାଣି ଗାଁ ଗଣ୍ଡାରେ ଥିବା ମଇଳା ଧୋଇ ସଫା କରିନିଏ। ତେଣୁ ବଢ଼ି ଛାଡ଼ିଗଲେ ଗାଁ ଗଣ୍ଡା ପରିଚ୍ଛନ୍ନ ଦେଖାଯାଏ। ବଡ଼ ବଡ଼ ପୋଖରୀ, ଗଡ଼ିଆ, ଚୁଆ ଓ ଖାଲ ଖମଣାରେ ବଢ଼ିପାଣି ଜମି ରହି ବଢ଼ି ଛାଡ଼ିଗଲା ପରେ ବହୁଳ ଜଳ ଯୋଗାଇ ଦିଏ। ନଈରୁ ବହୁତ ମାଛ ବଢ଼ିପାଣିରେ ଭାସି ଆସି ଏହି ଜାଗାମାନଙ୍କରେ ରହିଯାଇଥାନ୍ତି। ଲୋକମାନେ ଏଥିରୁ ବହୁତ ମାଛ ପାଆନ୍ତି। ବଢ଼ିରେ କଷ୍ଟ ପାଉଥିବା ଲୋକମାନେ ସରକାରଙ୍କର ବନ୍ୟା ସାହାଯ୍ୟ ପାଣ୍ଠିରୁ ସାହାଯ୍ୟ ପାଆନ୍ତି। ବଢ଼ି ପୂର୍ବରୁ ସେମାନେ ସାବଧାନ ଥିବାରୁ ସେମାନଙ୍କ ଧନଜୀବନ ନଷ୍ଟ ହୋଇନଥାଏ। କେତେକ ଅସାବଧାନ ଲୋକ ବଢ଼ି ଦ୍ୱାରା ମରିଥିବାର ଦେଖାଯାଏ। ନଈବଢ଼ିର ଅପକାରିତା। ନଈବଢ଼ି ଆମ୍ଭମାନଙ୍କର ବହୁତ କ୍ଷତି କରେ। ଏହା ଆମ ଡଙ୍ଗା ସବୁ ଭସାଇ ନିଏ। ତେଣୁ ଡଙ୍ଗାରେ ଥିବା ଲୋକମାନେ ମୃତ୍ୟୁ ମୁଖରେ ପଡ଼ନ୍ତି। ନଦୀ ତାର ବନ୍ଧ ସବୁ ଭାଙ୍ଗି ଗାଁ ଗଣ୍ଡା, ଗୋରୁଗାଈ ଓ ମଣିଷମାନଙ୍କୁ ଭସାଇ ନିଏ। ଫସଲ ସବୁ ଧୋଇ ନିଏ। ବହୁତ କ୍ଷେତରେ ବାଲି ଚରିଯାଏ। ତେଣୁ ସେସବୁ ଜମିରେ ଫସଲ ଭଲ ହୁଏ ନାହିଁ। ଶେଷ କଥା, ପ୍ରାୟ ପ୍ରତିବର୍ଷ ଆମ ରାଜ୍ୟ ଓଡ଼ିଶାରେ ନଈବଢ଼ି ଦେଖାଯାଏ। ପ୍ରତିବର୍ଷ ଲୋକମାନଙ୍କର କୋଟି କୋଟି ଟଙ୍କାର କ୍ଷୟକ୍ଷତି ହୋଇଥାଏ। ସରକାର ମଧ୍ୟ ଲୋକମାନଙ୍କର କ୍ଷୟକ୍ଷତି ବାବଦକୁ କିଛି ଟଙ୍କା ଦେଇଥାନ୍ତି। ଏହା ଫଳରେ ସରକାର ମଧ୍ୟ ପ୍ରତିବର୍ଷ କ୍ଷତିଗ୍ରସ୍ତ ହୋଇଥାନ୍ତି। ନଈବଢ଼ିରୁ ରକ୍ଷା ପାଇବା ନିମନ୍ତେ ସରକାର ହୀରାକୁଦ ଓ ରେଙ୍ଗାଲିରେ ଦୁଇଟି ବନ୍ଧ କରିଛନ୍ତି। ଏହା ଯଥେଷ୍ଟ ନ ହେବାରୁ ଏବେ ସରକାର ଆଉ ଅନେକ ନଦୀବନ୍ଧ କରିବାର ବ୍ୟବସ୍ଥା କରିଛନ୍ତି। ବଡ଼ ବଡ଼ ନଈ ଉପରେ ବନ୍ଧ କରାଗଲେ ଓଡ଼ିଶାକୁ ନଈବଢ଼ିରୁ ରକ୍ଷା କରାଯାଇପାରିବ। ପିଲାମାନେ, ତମମାନଙ୍କୁ ଯଦି ଏହି ରଚନାଟି ଭଲ ଲାଗିଥାଏ, ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।